କୁନ୍ତଳା କୁମାରୀ ସାବତଙ୍କ ଲିଖିତ କହିବି କଥାଟି ସପ୍ତମ ଶ୍ରେଣୀର ଚତୁର୍ଥ ପଦ୍ୟରେ ଅନ୍ତର୍ଭୁକ୍ତ। ଚାଲନ୍ତୁ ଏହି ପଦ୍ୟଟିକୁ ସୁନ୍ଦର ଭାବରେ ଆବୃତ୍ତି କରିବାକୁ ଚେଷ୍ଟା କରିବା। ଆଜି ବାପ ତତେ କହିବି କଥାଟି, ଶୁଣିବୁ ତୁ ଦେଇ ମନ। କାହାକୁ ମୋର ତୁ କାହା କୁଳମଣି, ଜାଣିଛୁ କି ଗଣ୍ଠି ଧନ। ଜାଣିଛୁ କି ଗଣ୍ଠି ଧନ। ନିରିମଳ ତୁହି ସରଗ ତରାଟି, ସରଗର ଝରା ଫୁଲ। ହସ ଭାସ ତୋର କୌତୁକ ବାବୁ, କି ମଧୁର କି ଡଉଲ। ଆଖି ଦୋଟି ତୋର ଆନନ୍ଦ ଉଜ୍ଜଳ, ଚଞ୍ଚଳତା ପ୍ରତି ଅଙ୍ଗେ। ଲବଣୀ ପିତୁଳା ସ୍ନେହ ସୁଧା ବୋଳା, ଖେଳୁ ଖେଳ ନାନା ରଙ୍ଗେ। ଖେଳୁ ଖେଳ ନାନା ରଙ୍ଗେ। ଧୂଳି ମାଟି ଘେନି କି ସୁନ୍ଦର ତୁହି, ଗଢ଼ି ବସୁ କେତେ ଜାତି। ପଶୁ ପକ୍ଷୀ ଜୀବ ଦେବତା ଦେଉଳ, ସଙ୍ଗେ ସଙ୍ଗେ ହର୍ଷେ ମାତି। କେବେ କିରେ ବାପ ଶୁଣିଛୁ ତୁ କାନେ, ବାପ ଗୋଷି ବାପ କଥା। କେତେ ସେ ମହତ କରମ ସାଧିଲେ, ଭାଳିଲେ ହଜିବ ଚେତା। ଭାଳିଲେ ହଜିବ ଚେତା। ବାପ ଦାଦି ତୋର ଥିଲେ ଅତି ବଡ଼, ରଖି ଯାଇଛନ୍ତି ନାମ। ମନ୍ଦିର ତୋଳାଇ ପୋଖରୀ ଖୋଳାଇ, ଗଢ଼ି ନାନା ତୀର୍ଥ ଧାମ। କୋଣାର୍କ ମଥାରେ ଜଗନ୍ନାଥ ପୁରେ, ଉଡ଼େ ତ ତାଙ୍କରି ଛତି। ଲକ୍ଷେ ଦେଉଳରେ ସଞ୍ଜ ଆଳତୀରେ, ଜଳେ ତ ତାଙ୍କରି ବତୀ। ଜଳେ ତ ତାଙ୍କରି ବତୀ। ନଦୀ ବନ୍ଧ ସବୁ ତାଙ୍କରି କିରତି, ଥିଲେ ବଡ଼ କାରିଗର। ପଥର ଉପରେ ଆଙ୍କିଛନ୍ତି ଛବି, ଅପରୂପ ମନୋହର। ଅପରୂପ ମନୋହର। ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର, ମଉଡ଼ମଣିର ଜାତି। ପୁରୁଷ ଉତ୍ତମ ବୀର ଖାରବେଳ, ଅନଙ୍ଗ ଭୀମ ଯଜାତି। ମହା ମହାରାଜା ମହା ମହାରଥୀ, ଥିଲେ ତୋର ବାପା ଜେଜେ। କିଏ ସରି ହେବ ଗୌଣ ଜ୍ଞାନେ ତାଙ୍କୁ, କିଏ ସରି ହେବ ତେଜେ। ଓଡ଼ିଆ ବୋଲି ତୁ ମନେ ଗର୍ବ ବହି, ଚାଲରେ ଟେକି ତୋ ମଥା। ନୀତି ମନେ ମନେ ଗୁଣି ହେଉଥା, ପୂର୍ବ ପୁରୁଷଙ୍କ କଥା। ପୂର୍ବ ପୁରୁଷଙ୍କ କଥା। ଭଞ୍ଜ ଜଗନ୍ନାଥ ସାମନ୍ତ ସିଂହର, ସାରଳାଦି କବି କୁଳ। ତୋ ପୂର୍ବ ପୁରୁଷ ତାଙ୍କ ସନ୍ତାନ ତୁ, ଏ କଥା ମନୁନ ଭୁଲରେ ମାନବ। ଏ କଥା ମନୁନ